ଚାକିରିଆଙ୍କୁ ଦରମା ଦେଖୁଛି ଆମକୁ ଦେଇପାରୁନାହାନ୍ତି ଭତ୍ତା ଟଙ୍କା ଆମେ କ'ଣ ଖାଉ ସତ୍ୟବାଦୀ ଗୋପବନ୍ଧୁଙ୍କ ଜାଗା ସିଦ୍ଧ ସାଗର ଗୋପବନ୍ଧୁଙ୍କ ଜାଗା ଇଏ ପଞ୍ଚସଖା ସେ ଯାହା କହିଥିଲେ ଇଏ ପାଳୁନାହାନ୍ତି ସରକାର ସେ କହିଥିଲେ ଗରିବ ଲୋକ ଗୋଟେ ବିନା ହାରରେ ମରେ ମୁଁ ଦାୟୀ ଇଂରେଜ ସରକାରଙ୍କୁ କହିଥିଲେ ଇଂରେଜ ସରକାର ଦେଲା ରାଜତ୍ୱ ଛାଡ଼ିକିରି ଗଲା ଇଏ କ'ଣ କଲେ ଇଏ ଗଲେ ମୁଖ୍ୟମନ୍ତ୍ରୀ ହେଇକିରି କ'ଣ କଲେ କହିଲେ 3500 ଦେବୁ ଆମକୁ ଦେଲେନି 1000 ଟଙ୍କା ମୁଁ ପାଉନି କହିଥିଲେ ବର୍ଷ ଶେଷରେ ଦେବୁ କାହିଁ ବର୍ଷ ଶେଷରେ ଦେଲେନି ଆମେ 1000 ଟଙ୍କା ଚଳିପାରୁନୁ ପିଲା ଛୁଆଙ୍କୁ କେଉଁଠୁ ମାଗିବୁ ଆମେ ତ ଗରିବ ଲୋକ କେଉଁଠୁ ଦେବୁ ପିଲା ଛୁଆ କେଉଁଠୁ ଦେବେ ସମସ୍ତେ ପାଗଳ ହଁ ହଁ ନା 1000 ଟଙ୍କାରେ ବଞ୍ଚି ପାରିବୁନି ମହର ରହିଗଲା ସବୁ ଜିନିଷ ବଢ଼ିଗଲା ଡାଲି ଚାଉଳ ସବୁ ବଢ଼ିଗଲା ଆମେ 1000 ଟଙ୍କାରେ ଚଳିପାରିବୁନୁ ଆମକୁ 3000 ଟଙ୍କା 3500 ଟଙ୍କା ଦେବାକୁ ବାଧ୍ୟ ଆମେ ମାଗୁଛୁ ଆମେ କହୁଛୁ ଗୋପବନ୍ଧୁ ଦାସ କହିଛନ୍ତି ବିନା ହାରରେ ମରିଗଲେ ଗୋଟେ ଦାୟୀ ତମେ ଦାୟୀ ହେବ ଆମ ଦେଶର ତ ଗୋଟିଏ ମଣିଷ ମରିଯାଏ ତମେ ରାଜନୀତି କରୁଛ ତମେ ଦାୟୀ ହେବ ସେ ଲୋକ ବଞ୍ଚିବ କେମିତିକା ବଞ୍ଚିବ କେମିତି ସରକାର ହେଇକି ତମେ ଆସିଲ କହିଥିଲ ଭୋଟ ନ ପୂର୍ବରୁ କହିଥିଲ ଆମକୁ ଦେବୁ 3500 ଦେବୁ ଆମକୁ ଦେଲ ନାହିଁ 3500 କାହିଁ କହିଲ ବର୍ଷ ଶେଷରେ ମିଳିବ ବର୍ଷ ଶେଷ ଦେଇଗଲା କାହିଁ ଏପର୍ଯ୍ୟନ୍ତ ପାଇଲୁନୁ ସେଇ 1000 ଟଙ୍କାରେ ଆମେ ଚଳିପାରୁନୁ ସବୁ ମୋହର ହେଇଗଲା ମଜା ପ୍ରତି ମାସରେ ଦେଇପାରୁନାହାନ୍ତି 15କୁ 15 ଦେଇପାରୁନାହାନ୍ତି 30 ନାକେ ନେଇଯାଉଛନ୍ତି 31 ନେଇଯାଉଛନ୍ତି 32 ନେଇଯାଉଛନ୍ତି ଏମିତି କରୁଛନ୍ତି ଦରମା ବି ଦେଇପାରୁନାହାନ୍ତି ଚାକିରିଆଙ୍କୁ ଦରମା ଦେଖୁଛି ଆମକୁ ଦେଇପାରୁନାହାନ୍ତି ଭତ୍ତା ଟଙ୍କା ଆମେ କ'ଣ ଖାଉ କେମିତି 15ରେ ତ ଦେଲେନି ଆଉ କେମିତି ପାଇବୁ 3500 ଟଙ୍କା ସରକାର ଦେବେ ଗୋପବନ୍ଧୁ ଦାସ କହିଛନ୍ତି ବିନା ହାରରେ ମଲେ ଗୋଟେ ଦାୟୀ ପଞ୍ଚସଖା କହିଛନ୍ତି ଦେଶ ସ୍ୱାଧୀନ କରିକି ଗଲେ ତାଙ୍କ କଥାରେ କ'ଣ ତମେ ରଖିଛ ପାଳିଛ ଦେଶ ସ୍ୱାଧୀନ କରୁଛ ଚାଲୁଛ ଚାକିରି ହେଲା ବାକିରି ହେଲା ଅଫିସ ହେଲା ସବୁ ହେଲା ତାଙ୍କ କହିବାରୁ ହଁ ବିହାର ସାଥିରେ ମିଶିକି ଥିଲା ଓଡ଼ିଶା ବୋଲି କେଉଁଠି ଥିଲା ଗୋପବନ୍ଧୁ ଦାସ କରିକି ଯାଇଛି ଇଏ ସବୁ ଗୋପବନ୍ଧୁ ଦାସ ହେଲା ଭଗବାନ ମହତ ପୁରୁଷ ସେ ମହତ ପୁରୁଷ କଥା କାହିଁ ରଖୁନା ସେ ସତ୍ୟବାଦୀ କୃଷ୍ଣ ସେ ଜଗନ୍ନାଥ ସେ ବଳଦ ହେଉତେ ସେ ଆଉ ୟା ଉପରେ କେହି ନାହିଁ ଗୋପବନ୍ଧୁ ହେଲେ ଭଗବାନ ପଞ୍ଚସଖା ହେଲା ମେନ୍ ସେ ସତ୍ୟବାଦୀ ସେ କୃଷ୍ଣ